ଯେଉଁ ଘରେ କେବଳ ଏହି ତିନୋଟି କାମ ପ୍ରତିଦିନ କରାଯାଏ, ସେହି ଘରେ କେବେ ବି ଧନର ଅଭାବ ଦେଖାଯାଏ ନାହିଁ। ସେ ଘରେ ସର୍ବଦା ମା ଲକ୍ଷ୍ମୀ ବାସ କରିଥାନ୍ତି। ଆଉ ସେ ଘରେ କେବେ ବି ଅଭାବ ଅନାଟନ ଏସବୁ ଦେଖାଯାଏ ନାହିଁ। ସେ ଘରକୁ ମା ଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ। ସାଙ୍ଗମାନେ, ଏହି ତିନୋଟି କାମକୁ ଯଦି ଆପଣମାନେ ପ୍ରତିଦିନ ସକାଳୁ କରିଦେଉଛନ୍ତି, ମା ଲକ୍ଷ୍ମୀ ଆପଣଙ୍କ ଘରେ ହିଁ ପ୍ରବେଶ କରିବେ ଆପଣଙ୍କ ଘରକୁ। ଆଉ ଯେଉଁ ଘର ଉପରେ ମା ଲକ୍ଷ୍ମୀଙ୍କର କୃପା ଲାଗିଥାଏ, ଯେଉଁ ଘର ଉପରେ ମା ଲକ୍ଷ୍ମୀଙ୍କର କୃପା ବୃଷ୍ଟି ହୋଇଥାଏ, ସେମାନଙ୍କର ବି ଆଉ ଦରକାର କ'ଣ? ସେମାନେ ତ କିଛି ନ ଚାହିଁକି ବି ସବୁ କିଛି ପାଇଯାଇଥାନ୍ତି ସାଙ୍ଗମାନେ। ତେଣୁ ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ହେଲେ ଏହି ତିନୋଟି କାମକୁ ନିଶ୍ଚିତ ଭାବରେ ପ୍ରତିଦିନ ସକାଳୁ କରିବା ପାଇଁ ହେବ। ଆଉ ଏହି କାମକୁ କରିବା ଦ୍ୱାରା ଆପଣଙ୍କ ଉପରେ ଭଗବାନ ବିଷ୍ଣୁ ମଧ୍ୟ କୃପା ବୃଷ୍ଟି କରିବେ। ସାଙ୍ଗମାନେ, ଯେଉଁମାନଙ୍କର ଆର୍ଥିକ ସମସ୍ୟା ରହିଛି, ଯେଉଁମାନଙ୍କ ଘରେ ସବୁବେଳେ କଳହ ଅଶାନ୍ତି ଲାଗି ରହୁଛି, ସେମାନେ ମଧ୍ୟ ଏହି ତିନୋଟି କାମକୁ ସବୁଦିନ କରନ୍ତୁ। ଆପଣମାନଙ୍କର ମଧ୍ୟ ପରିବର୍ତ୍ତନ ହେବ ଜୀବନରେ। ଆପଣମାନଙ୍କର ଜୀବନରେ ମଧ୍ୟ ଖୁସିର ଆଗମନ ହେବ। ତ ସାଙ୍ଗମାନେ, ବିଷୟବସ୍ତୁଟିକୁ ଆରମ୍ଭ କରିବା। ଜୟ ଜଗନ୍ନାଥ, ଜୟ ମହାଲକ୍ଷ୍ମୀ। ଆପଣମାନ ସମସ୍ତଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ ଜଣାଉଛି। ସାଙ୍ଗମାନେ, ଆଜିର ଏହି ବିଷୟବସ୍ତୁଟିକୁ ତ ଆଗକୁ ନେବା, କିନ୍ତୁ ଯେଉଁମାନେ ମୋର ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଦୟାକରି ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ତା ସହିତ ବେଲ୍ ଆଇକନ୍କୁ ଅନ୍ କରିଦିଅନ୍ତୁ। ଆଉ ତାଦ୍ୱାରା ଯେଉଁ ଭିଡ଼ିଓ ଅପଲୋଡ଼ କରିବି ସେଇଟା ଆପଣମାନେ ନୋଟିଫିକେସନ୍ ଦ୍ୱାରା ପାଇପାରିବେ। ଆଉ ସାଙ୍ଗମାନେ, ଆପଣମାନଙ୍କର ପ୍ରିୟଜନମାନଙ୍କୁ ଏହି ଭିଡ଼ିଓ ନିଶ୍ଚିତ ଭାବରେ ସେୟାର କରନ୍ତୁ। ଆପଣଙ୍କର ଏହି ଗୋଟିଏ ସେୟାରରେ ଆଉ କାହାର ମଧ୍ୟ ମଙ୍ଗଳ ହୋଇପାରେ, ସେମାନେ ମଧ୍ୟ ସଚେତନ ହୋଇପାରନ୍ତି ଆଉ ସେମାନେ ମଧ୍ୟ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପାଇପାରିବେ। ସାଙ୍ଗମାନେ, ଆପଣଙ୍କୁ ପ୍ରଥମେ ତ ରାତିରୁ ରୋଷେଇ ଘରକୁ ପରିଷ୍କାର ପରିଚ୍ଛନ୍ନ କରି ରୋଷେଇ ଘରେ ଗୋଟେ ତମ୍ବା ପାତ୍ରରେ ହେଉ କିମ୍ବା ପିତ୍ତଳ ପାତ୍ରରେ କିମ୍ବା ଷ୍ଟିଲ୍ ପାତ୍ର ହେଉ, ଢାଳରେ ଆପଣମାନେ ପାଣି ରଖିବେ। ସେଇ ପାଣିକୁ ଆପଣମାନଙ୍କୁ ସକାଳକୁ ତାକୁ ବ୍ୟବହାର କରିବାର ଅଛି। ତ ପ୍ରଥମେ ସାଙ୍ଗମାନେ, ଆପଣମାନେ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଯାଆନ୍ତୁ। ଆଉ ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ଦ୍ୱାରା ଆପଣମାନଙ୍କର ବହୁତ ସାରା ଫାଇଦା ହୋଇଥାଏ। ଆପଣମାନଙ୍କର କାମ ବି ଶୀଘ୍ର ସରିଥାଏ। ଆପଣମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ମଧ୍ୟ ରହିଥାଏ। ଆପଣମାନେ ବ୍ରହ୍ମ ମୁହୂର୍ତ୍ତରୁ ଉଠି ସାରି କିଛି ନ କରି ଆପଣମାନେ ପ୍ରଥମେ ନିଜର ହାତ ପାପୁଲିର ଦର୍ଶନ କରନ୍ତୁ। କାହିଁକି ନା ଆପଣଙ୍କ ହାତ ପାପୁଲିରେ ହିଁ ମା ଲକ୍ଷ୍ମୀ ରହିଥାନ୍ତି, ମା ସରସ୍ୱତୀ ରହିଥାନ୍ତି, ଭଗବାନ କୃଷ୍ଣ ରହିଥାନ୍ତି। ଆପଣ କର ପାପୁଲିକୁ ଦେଖି, ହାତ ପାପୁଲିକୁ ଦେଖି, କର ଆଞ୍ଜୁଳି ଯେମିତି କରନ୍ତି ସେମିତି କରି କୁହନ୍ତୁ, କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ୱତୀ, କର ମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ୍। ଏହି ମନ୍ତ୍ରକୁ କହି ମୁହଁରେ ହାତକୁ ବୁଲାଇ ଦିଅନ୍ତୁ। ଏହାଦ୍ୱାରା ଆପଣମାନଙ୍କର ଦିନଟି ବହୁତ ଶୁଭ ହୋଇଥାଏ। ଆଉ ଭଗବାନଙ୍କୁ ପ୍ରଣାମ କରି କୁହନ୍ତୁ, ହେ ପ୍ରଭୁ, ଆଜି ମୋର ଦିନଟି ବହୁତ ଭଲରେ କଟୁ। ଏହା କରିସାରି ଆପଣମାନେ ନିଜର କର୍ମରେ ବାହାରି ଯାଆନ୍ତୁ। ଆଉ ଆପଣମାନଙ୍କୁ ଏହା କରିବାର ଅଛି ଯେ ଆପଣମାନେ ବ୍ରହ୍ମ ମୁହୂର୍ତ୍ତରୁ ଉଠି ସାରି କର ଦର୍ଶନ କରିସାରି ଆପଣମାନେ ଘରକୁ ଆଗ ସଫା କରିଦିଅନ୍ତୁ, ଘରକୁ ଓଳେଇ ଦିଅନ୍ତୁ। ଆପଣମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ହିଁ ଘରକୁ ଓଳେଇବା ପାଇଁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ କୃପା କରିବେ। ସାଙ୍ଗମାନେ, ଘରକୁ ଓଳାଇ ସାରିବା ପରେ ଯେଉଁ ରୋଷେଇ ଘରେ ଆପଣମାନେ ଛୋଟ ଢାଳରେ ପାଣି ରଖିଛନ୍ତି, ସେହି ପାଣିକୁ ଆଣି ମୁଖ୍ୟ ଦ୍ୱାରରେ ଛିଞ୍ଚି ଦିଅନ୍ତୁ। ସାଙ୍ଗମାନେ, ଏହା କରିବା ଦ୍ୱାରା ଆପଣମାନଙ୍କ ଉପରେ ଆପଣଙ୍କର ପିତୃପୁରୁଷ ଖୁସି ହୋଇଥାନ୍ତି, ତୃପ୍ତ ହୋଇଥାନ୍ତି। ଆପଣଙ୍କ ଉପରେ ଦେବାଦେବୀ ମଧ୍ୟ ଖୁସି ହୋଇଥାନ୍ତି। ସାଙ୍ଗମାନେ, ଏହା ମାନାଯାଇଥାଏ ଯେ ଏହି ବ୍ରହ୍ମ ମୁହୂର୍ତ୍ତରେ ଦେବାଦେବୀମାନେ ଧରାପୃଷ୍ଠକୁ ଆସିଥାନ୍ତି, ଧରାପୃଷ୍ଠରେ ବିଚରଣ କରିଥାନ୍ତି। ମା ଲକ୍ଷ୍ମୀ ମଧ୍ୟ ଧରାପୃଷ୍ଠକୁ ଆସିଥାନ୍ତି। ଆଉ ଯେଉଁମାନଙ୍କର ଘର ପରିଷ୍କାର ପରିଚ୍ଛନ୍ନ ହୋଇଥାଏ, ମୁଖ୍ୟ ଦ୍ୱାର ପରିଷ୍କାର ପରିଚ୍ଛନ୍ନ ହୋଇଥାଏ, ମା ଲକ୍ଷ୍ମୀ ସେମାନଙ୍କ ଘରକୁ ହିଁ ପ୍ରବେଶ କରିଥାନ୍ତି। ସାଙ୍ଗମାନେ, ଯଦି ବ୍ରହ୍ମ ମୁହୂର୍ତ୍ତରୁ ଆପଣମାନେ ସ୍ନାନ ସାରୁଛନ୍ତି, ତେବେ ଏହା ବହୁତ ଭଲ କଥା। କିନ୍ତୁ ସବୁବେଳେ ଚେଷ୍ଟା କରିବେ, ଯଦି ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ ନ କରିପାରୁଛନ୍ତି, 6ଟା ପୂର୍ବରୁ ଗାଧୁଆ କାମ ସାରି ଦିଅନ୍ତୁ। ସାଙ୍ଗମାନେ, ଏହା ସ୍ନାନ କରିସାରିବା ପରେ ଘରର ନାରୀମାନେ ନିଜର ସିନ୍ଦୁରକୁ ଆପଣମାନେ ଲଗାଇ ନିଅନ୍ତୁ। ସିନ୍ଦୁର ଲଗାଇବା ପରେ ଆପଣମାନେ ମା ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରନ୍ତୁ, ମା ବୃନ୍ଦାବତୀଙ୍କୁ ପୂଜା କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଉପରେ ମା ବୃନ୍ଦାବତୀଙ୍କର କୃପା ସହିତ ଭଗବାନ ବିଷ୍ଣୁଙ୍କର ମଧ୍ୟ କୃପା ରହିବ।
आउ शास्त्र मध्य वर्णना अच्छी जे भगवान श्रीहरि माता तुलसी को आशीर्वाद स्वरूप कही जे जो नारी तुमको सबुबले पूजा करिब तुमको जल अर्पण करिब तांको घरे सर्वदा खुशी परिपूर्ण होई रहिब सेमानंक घरे सुख समृद्धिर अभाव रहिब नाही। सेई नारी मानी मृत्यु पर मोक्ष प्राप्ति हुअंती सेमानंकु सबुबले सौभाग्यवती होई रहिथांती एही भाबरे आशीर्वाद करथिले भगवान श्रीहरि विष्णु। तेणु माता वृंदावती को आपण माने निश्चित भाव सकाळू पूजा करंतु। सकाळे संध्या बेले माँ पाखरे आपण मानक ठाकुर घर जदि पारुछंती दीप जलांतु नहले आपण माने वृंदावती पाखरे मध्य दीप जलांतु। यह बहुत शुभ होइथाए। माँ पाखरे दीप जलिबा द्वारा मध्य आपणक सबुबले सौभाग्यवती हेबार आशीर्वाद माँ देथांती। सांग माने एते पर्यंत भी जो माने मोर वीडियोटी को लाइक करना गोटे लाइक कर दिंतु और चैनल को सब्सक्राइब करनियंतु। सांग माने माता तुलसी को पूजा करने द्वारा आपण मानकर घरे जो नकारात्मक शक्ति रही थाए सबू दूरे जाए आपणक घरे सकारात्मक शक्तिर संचार होता है। तुलसी माँ को पूजा करने पर ठाकुर घर आपण मैंने आसी पूजा करंतु। सब बेले मन रखिए सांग माने संध्या बेल गड़ी जावा पर संध्या दिंतु नहीं और सूर्यास्त पर केवे भी घर को ओलांतु नहीं। यह करने द्वारा आपणक घरे माता लक्ष्मी कोप दृष्टि तो पड़ी थाए ता सहित अन्य देवादेवी मध्य आपणक उपरे कोप दृष्टि करथांती। तेणु आपण माने केबे भी संध्या समय घर ओलांतु नहीं और संध्या समय गड़ी जावा पर संज दिंतु नहीं। घरे सबुबले आपण माने दीप जालंतु। धूप दीप सबू करने द्वारा आपणक घर जो नकारात्मक शक्ति थाए से सबू दूर जाए आ सकारात्मक शक्तिर संचार होता है। सांग माने सकाळू उठिबा बेले आपण माने उठिबा पर केबे भी घा को कटुवाक्य कहतु नहीं। यह माना जाए जे जो माने सबुबले कटु कथा कही थांती घर सदस्यों सहित कलिकजिया करिथांती बा बाहर लोकों सहित कलिकजिया करथांती सेमानंकु केबे भी माँ लक्ष्मी सेमानंकु कृपा करिनथांती। सेमानंक घरे सबुबले अलक्ष्मी वास करिथांती। जो घरे सर्वदा कटु कथा कुआ जाई थाए जो घरे सर्वदा खराब भाषा कुआ जाई थाए से घरे अलक्ष्मी वास करिथांती। से घर को माँ लक्ष्मी भूले भी पाद पकाई नथांती। जो नारी सर्वदा मीठा कथा कही थाए से माने लक्ष्मी स्वरूपा होइथांती। से माने केबे भी कलिकजिया को पसंद करती नहीं। तेणु सांग माने आपण माने केबे भी सकाळू सकाळू का सहित कलिकजिया करंतु नहीं। सांग माने सकाळू उठिबा परे निजर प्रतिबिंब को दर्पण रे देखिबा उचित नुहे। तेणु यह कह जाय थाए जे यदि निजर कर पापुली बा हाथ पापुली के आपण दर्शन कर दिनटी को आरंभ करती तेबे आपण मानकर दिनटी बहुत शुभ होता है। किंतु जो माने निजर प्रतिबिंब को दर्पण रे देखि थांती सेमानंक दिनटी एते भलरे कटि न थाए। आपण माने केबे भी निजर प्रतिबिंब को प्रथमे सकाळू उठिबा परे देखंतु नहीं। ठाकुरन को दर्शन करंतु जदि ठाकुरन को फोटो आपण पाखरे नहीं निजर हाथ पापुली को दर्शन करे दिनटी को आरंभ करंतु। घरर छोट पिला माननकु अଯଥାରେ बाड़ाबाड़ी करंतु नहीं। से माने जेमिति अधिक न कांदंती सेति प्रति ध्यान दियंतु। छुआ को अधिक कंदेले माँ लक्ष्मी क्रोधित होइथांती। तेणु घरर छोट छुआ माननकु अधिक कंदंतु नहीं किंबा अଯଥାରେ बाड़ांतु नहीं। सांग माने आशा करी मोर वीडियोटी आपण मानकु निश्चित भाव में हेल्पफुल हेथिबो। जदि भल लगी थाए गोटे लाइक करंतु निजर प्रियजन मानकु शेयर करंतु आ मोर चैनल को सब्सक्राइब करने जमार भी भूलंतु नहीं। नेक्स्ट आउ एक टॉपिक नहीं कि आपण आसीबी से पर्यंत विदाय दिंतु। रहिली नमस्कार।